ବାପ ଘରକୁ ଗଲେ ନା ମୋତେ ଖୁସି ସବୁଠୁ ଅଧିକା ଲାଗେ ବାପା ଯୋଉ ଛୋଟ ବଡ଼ ଗଛ କିଛି ଲଗେଇଥାନ୍ତି, ସେଇ ସବୁ ଗଛ ଯଦି ମୋ ପାଖରେ ଥାଉ କିମ୍ବା ନଥାଉ କିନ୍ତୁ ସେସବୁକୁ ଦେଖିଲେ ଭାରି ଖୁସି ଲାଗେ। ଯେମିତିକି ମୋ ପାଖରେ ଥିଲା କିଛି ଗେଣ୍ଡୁର ଅଲଗା ଭେରାଇଟି କିନ୍ତୁ ବାପା ଲଗେଇଥିଲେ ଗୋଟେ ଅଲଗା ପ୍ରକାର ଭେରାଇଟି। ଆଉ ସେଇଟା ଦେଖିବାକୁ ଭାରି ସୁନ୍ଦର ଲାଗୁଥିଲା। ତ ସେମିତି କିଛି ମୋର ବି ହଉଛି ମଧ୍ୟ ଏମିତି କିଛି ନୂଆ ଫୁଲ ଗଛ ଦେଖିଦେଲେ ବାପ ଘରୁ ନେଇ ଆସିବାକୁ ମନ ହୁଏ। ଆଉ ବାପା ବି ମଧ୍ୟ ଆସିଲା ବେଳେ ଦେଇଦିଅନ୍ତି। ଆଉ ସେ ସବୁ ଗଛ ଭିତରେ ଆଜି ମୋର ଥିଲା ହଉଛି ବାପ ଘରୁ ଆଣିବାର ଥିଲା ନାଲି ରଙ୍ଗର ଅଶୋକ ଫୁଲ। ଆପଣମାନଙ୍କୁ ଭିଡ଼ିଓରେ କହିଥିଲି କି ମୁଁ ଗଲା ବେଳକୁ ନାଲି ରଙ୍ଗର ଅଶୋକ ଫୁଲ ନିଶ୍ଚିତ ଭାବରେ ନେବି। ଯେହେତୁ ମୋ ପାଖରେ ନଥିଲା ଆଉ ବାପାଙ୍କ ପାଖରେ ଦେଖିଲି ବାପାଙ୍କ ବଗିଚାରେ ଆଉ ତାକୁ କ'ଣ ଛାଡ଼ିବି, ସାଙ୍ଗେ ସାଙ୍ଗେ ନେଇକି ଚାଲି ଆସିଲି। ଆଉ ସେସବୁକୁ ଗଛ ଆଣିବା ପରେ ସବୁକୁ ପାଣିରେ ଭିଜେଇ ଦେଇଥିଲି। ଯେହେତୁ ବର୍ଷା ହେଉଥିଲା, ବର୍ଷା ସମୟରେ ଲଗେଇବା ଉଚିତ ନୁହଁ, କିନ୍ତୁ ମୁଁ ଏଇ ଅଶୋକ ଗଛଟାକୁ ନ ଲଗେଇକି ରହିପାରିଲି। କାରଣ ଏଇଟା ହଉଛି ମା ଯେତେବେଳେ ଉପାଡ଼ିଲେ ନା, ଗୋଟେ ତାର ଯୋଉଟାକି ମେନ୍ ଚେର, ଯୋଉଟାକି ମୂଳ ଚେର ସେଇଟା ହିଁ ଛିଡ଼ିଗଲା। ବାକି ଯେତିକି ଚେର ଛୋଟ ଛୋଟ ସାଇଡ଼ରେ ଅଛି ନା, ସେଗୁଡ଼ା କାଳେ ଶୁଖିଗଲେ ପୁଣି ଲାଗିବ ନ ଲାଗିବ ଅସୁବିଧା ହେବ। ସେଥିପାଇଁ ତାକୁ ଲଗେଇ ଆଉ ମାଟି କାଦୁଅ ଦେଖିପାରୁଥିବେ, ଛୋଟିଆ ଛୋଟିଆ ଯେହେତୁ ଗଛ, ଆଉ ଆମର ତ ପୁରା ବାଡ଼ିରେ ପୁରା ମାଟି ଦେଖିପାରୁଥିବେ ପୁରା ଭର୍ତ୍ତି, ବର୍ଷା ଛିଟା ପଡ଼ି ସେ କାଦୁଅ ପୁରା ଚଢ଼ି ଯାଇଥିଲା। ସେଥିପାଇଁ ତାକୁ ମୁଁ ଟିକେ ବାଲ୍ଟି ପାଣିରେ ବୁଡ଼େଇ ବାଡ଼େଇ ଗାଧେଇ ଦେଲି, ଗାଧେଇ ଦେଇକି ଧୋଇ ଧାଇ ଦେଇକିରି ତାକୁ ଭଲ ଭାବରେ ଲଗେଇଦେଲି। ଆଉ ଏଇଠି ମୋର ଗୋଟେ କାଗଜି ଫୁଲ ଗଛ ଅଛି, ସେଥିପାଇଁ ତାକୁ ନ ଉପାଡ଼ିକି ଗୋଟେ ଏକସାଇଡ଼ିଆ କରିକି ତାକୁ ଲଗେଇଦେଲି। ମୋର ହେଉଛି ଅଶୋକ ଗଛ। ଅଶୋକ ଗଛ ବେଶୀ ବଡ଼ ପଟ୍ ଦରକାର ନାହିଁ। ଏଇଟା ଯେହେତୁ ମିନି ଭେରାଇଟି ଅଶୋକ ଗଛ, ୟାକୁ ଏମିତି ଛୋଟ ପଟ୍ରେ ବି ଆରାମସେ ଗ୍ରୋ କରିବ। ବେଶୀ ବଡ଼ କଣ୍ଟେନର ଦେଇଦେଲି ପାଣି ଜାମ୍ ହେବ, ଆଉ ପାଣି ଜମା ରହିକିରି ସାଙ୍ଗେ ସାଙ୍ଗେ ଫଙ୍ଗସ୍ ଲାଗିବ ଆଉ ପାଣି ସଲକା ହେବ, ଗଛଟା ବି ପଚିଯିବ। ସେଥିପାଇଁ ଯେତେ ଛୋଟ କୁଣ୍ଡରେ ରହିବ ଏ ମିନି ଭେରାଇଟି ବହୁତ ଭଲ ରହିବ ଆଉ ବହୁତ ଦିନ ଧରି ସର୍ଭାଇଭ୍ କରିବ। ମୋ ପାଖରେ ନାଲି ରଙ୍ଗର ଯେହେତୁ ନଥିଲା, ବାପାଙ୍କ ପାଖରୁ ନେଇ ଆସିଲି। କିନ୍ତୁ ବାପାଙ୍କ ପାଖରେ କେବଳ ନାଲି ରଙ୍ଗ ଅଛି, ଆଉ କିଛି ଅଶୋକ ଗଛର କିଛି ବି ଭେରାଇଟି ନାହିଁ। ସେଥିପାଇଁ ଆସିବା ବେଳେ ବାପା କହିଲେ, ଆଉ ଯେତିକି ଯାହା ରଙ୍ଗ ତୋ ପାଖରେ ଅଛି ମୋତେ ଗୋଟେ ଗୋଟେ ଚାରା ବନେଇକି ଦବ। ତ ସେଥିପାଇଁକା ଚାରା ତ ମୋ ପାଖରେ ପିଙ୍କ ରଙ୍ଗର ଅଶୋକ ଗଛର ଚାରା ଅଛି। ଆଉ କିନ୍ତୁ ବାକି ଚାରା ଯେତିକି ହଳଦିଆ ଆଉ ଧଳା, ତା ସାଥିରେ ଗୋଟେ ହେଉଛି କମଳା ରଙ୍ଗ, ଏଇସବୁ ଚାରା ନେବା ପାଇଁ ବାପା କହିଛନ୍ତି। ତ ସେଥିପାଇଁ ତାକୁ ସବୁ ଚାରା ବନେଇ ସାରିଲା ପରେ ବାପାଙ୍କ ପାଖକୁ ସେସବୁ ପଠେଇବେ। ବାପା କହିଛନ୍ତି ଏସବୁ କ'ଣ କହିଲେ, ଚାରା ଗୁଡ଼ାକ ଯେଉଁ ଦବା ପାଇଁ ହେଲେ ନା 2-3ଟା ଅଧିକା କରିକି ଦବାକୁ ହବ। କାହିଁକିନା ବାପା ଘର ସାମ୍ନାରେ ଗୋଟେ ଧଳା, ଗୋଟେ କମଳା, ଗୋଟେ ହଳଦିଆ, ଗୋଟେ ନାଲି ଆଉ ଗୋଟେ ପିଙ୍କ, ଏମିତି ପାଖକୁ ପାଖ କରିକି ଅଲଗା ଅଲଗା ସବୁ ଲଗେଇବେ। ଦେଖିବାକୁ ଭାରି ବଢ଼ିଆ ଲାଗିବ ନା। ମୋତେ ତ ଏମିତି ବହୁତ ଭଲ ଲାଗେ, କିନ୍ତୁ ଆମର ଦାଣ୍ଡ ସାମ୍ନାଟା ଯେହେତୁ ପୁରା ପକା ହେଇଯାଇଛି, ସେଥିପାଇଁ ମୁଁ ଲଗେଇ ପାରିବିନି। କିନ୍ତୁ ଏମିତି ମୁଁ ଲଗେଇକିରି ସବୁ ପ୍ରକାର ଭେରାଇଟିକୁ ଏମିତି କୁଣ୍ଡରେ ମୁଁ ଏମିତି ସଜେଇବାକୁ ଚେଷ୍ଟା କରିବି। ତ ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗିଥିଲେ ଗୋଟେ ଲାଇକ୍ କରିଦେବେ ଆଉ ଚ୍ୟାନେଲ୍ ସହିତ ଯୋଡ଼ି ରହିବେ ନୂଆ ନୂଆ ଭିଡ଼ିଓ